ଏମିତି ବି ଆସେ ମୃତ୍ୟୁ। ଅମୃତ ଭଣ୍ଡା ପଡ଼ି ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଏକ ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଂହ ପଞ୍ଚାୟତର ଗୋଛାପଡ଼ା ଗାଁରେ। ଅମୃତ ଭଣ୍ଡାଟିର ଓଜନ ଥିଲା 7 କେଜି 610 ଗ୍ରାମ। ଏହି ଅମୃତ ଭଣ୍ଡାଟି ମହିଳାଙ୍କ ଛାତିରେ ପଡ଼ିଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ଚାଲିଯାଇଛି ମହିଳାଙ୍କ ଜୀବନ। ଗଛରୁ ଅମୃତଭଣ୍ଡା ତୋଳୁଥିବା ବେଳେ 20 ଫୁଟ ଉଚ୍ଚରୁ ଏହି 7 କେଜି 610 ଗ୍ରାମର ଅମୃତଭଣ୍ଡା ପଡ଼ିଥିଲା ମହିଳାଙ୍କ ଉପରେ। ମୃତ ମହିଳା ଗୋଛାପଡ଼ା ଗାଁର ଚନ୍ଦ୍ରକଳା ଦିଗାଲ। ସୂଚନା ଅନୁସାରେ ତରକାରୀ ପାଇଁ ଗୋଛାପଡ଼ା ଗାଁର ନିଜ ମାଉସୀଙ୍କ ଘରକୁ ଅମୃତଭଣ୍ଡା ତୋଳିବାକୁ ଯାଇଥିଲେ ଚନ୍ଦ୍ରକଳା। ତେବେ ଗଛଟି ପ୍ରାୟ 20 ଫୁଟ ଉଚ୍ଚ ହୋଇଥିବାରୁ କାରଣରୁ ମହିଳା ଜଣକ ଏକ ଦଉଡ଼ି ଖଟରେ ଚଢ଼ି ଅମୃତଭଣ୍ଡା ତୋଳୁଥିଲେ। ସେ ସମୟରେ ଖଟର ଦଣ୍ଡା ଭାଙ୍ଗିଯିବାରୁ ମହିଳା ଜଣକ ତଳେ ପଡ଼ିଯାଇଥିଲେ। ଠିକ୍ ସେହି ସମୟରେ ଦୁର୍ଭାଗ୍ୟବଶତଃ ଗଛରୁ 7 କେଜି 610 ଗ୍ରାମର ଅମୃତଭଣ୍ଡାଟି ମହିଳାଙ୍କ ଛାତି ଉପରେ ପଡ଼ିଥିଲା। ମହିଳା ଜଣକ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ। ପରିବାର ଲୋକେ ବାଲିଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଘଟଣା ପରେ ଗୋଛାପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି। ଭଣ୍ଡାଟିକୁ ପୋଲିସ ଜବତ କରିଥିବା ବେଳେ ଏବେ ଭଣ୍ଡାଟି ପୋଲିସ ହେଫାଜତରେ ଅଛି। ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର।